ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ମାନଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର। ତ ଯେଉଁମାନେ ସୁଭଦ୍ରା ଯୋଜନାରେ ଟଙ୍କା ପାଉଛନ୍ତି ସେମାନଙ୍କ ପାଇଁ ଗୋଟେ ବଡ଼ ଅପଡ଼େଟ୍ ନିହାତି ଭାବରେ ଜାଣିବା ଦରକାର ଯେ ସରକାରଙ୍କର ଯେଉଁ ନିୟମ ନୀତି ନିୟମ ସବୁ ରହିଛି ତାହା ଦିନକୁ ଦିନ ନିହାତି ଭାବରେ ଚେଞ୍ଜ ହେଉଛି। ତ ଆପଣମାନଙ୍କୁ ଜାଣିବା ଦରକାର ଯେ ସରକାର କହିଥିଲେ 18 ତାରିଖ ମିଳିବ ଯେଉଁ ସୁଭଦ୍ରାର 10,000 ଟଙ୍କା, ଅର୍ଥାତ୍ ଯେଉଁମାନେ ଆପ୍ଲାଏ କରିଛନ୍ତି ସେମାନଙ୍କ ପାଇଁ ଗୋଟେ ବଡ଼ ଖୁସି ଖବର। ଯେଉଁମାନେ ଫ୍ରେଶ୍ ଅଛନ୍ତି, ଯେଉଁମାନେ ଟଙ୍କା ଆଦୌ ପାଇନଥିଲେ, ତ ସେଇମାନଙ୍କୁ 10,000 ଟଙ୍କା ଲେଖାଏଁ ବା ଦୁଇଟି କିସ୍ତି 5,000 10,000 ମିଳିବ ବୋଲି ଯେଉଁ ଘୋଷଣା କରିଥିଲେ ତାହା ଏବେ ସ୍ପଷ୍ଟତା ଆସିଛି। କେଉଁ ଦିନ ମିଳିବ? ଆଜି ତ ନିହାତି ଭାବରେ 18 ତାରିଖ, ତେଣୁକରି 18 ତାରିଖ ମିଳିଲା ନାହିଁ। ସେଥିପାଇଁ ମୁଁ ଆପଣମାନଙ୍କୁ କହି ରଖୁଛି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଲେ ଆପଣମାନେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ କେଉଁମାନଙ୍କୁ ମିଳିବ, କ'ଣ ରହିଛି ତା'ର ଡେଟ୍, କେଉଁ ଡେଟ୍ରେ ଆପଣମାନଙ୍କୁ ମିଳିବ। ତ ଦେଖନ୍ତୁ ସାମ୍ନାକୁ ଆସିଲା ନୂଆ ତାରିଖ 18 ନୁହେଁ, ଏହି ଦିନ ଖାତାକୁ ଆସିବ ସୁଭଦ୍ରା ଟଙ୍କା। ଜାଣନ୍ତୁ କାହାକୁ ମିଳିବ। ଦେଖନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ସୁଭଦ୍ରା ଟଙ୍କା ଏକାଥରକେ 2ଟି କିସ୍ତି ଟଙ୍କା ମୁଁ ଆପଣମାନଙ୍କୁ କହିଛି ପଠାଇବେ ରାଜ୍ୟ ସରକାର। 22 ତାରିଖ ମିଳିବ ସୁଭଦ୍ରା ଟଙ୍କା। ତ ସମ୍ପୂର୍ଣ୍ଣ ଭାବେ ଡିକ୍ଲେୟାର ହେଲା ଯେ 22 ତାରିଖ ଆପଣମାନଙ୍କୁ ମିଳିବ। କାହାକୁ ମିଳିବ ମୁଁ କହି ରଖୁଛି। ଖୁସିର କଥା ଯେ ବାଦ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ ମୁଁ କହି ରଖୁଛି। ଯେଉଁମାନେ ଟଙ୍କା ଆଦୌ ପାଇନାହାନ୍ତି, ସବୁକିଛି ଠିକ୍ ଠାକ୍ ଯେତେବେଳେ ଭେରିଫିକେସନ୍ ସରିଯାଇଛି ସେମାନଙ୍କୁ ମଧ୍ୟ ମିଳିବ। ଏମାନେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ତା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଅନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ। ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ହେଉଛି ଗୋଟିଏ। ଏହି ଯୋଜନାରେ ପ୍ରତିବର୍ଷ 10,000 ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା 3ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର, କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ନା କିଛି ବଞ୍ଚିତ ହେଉଛନ୍ତି। ସେହି ମହିଳାମାନଙ୍କୁ ଆସନ୍ତା ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ ନେଇ ସରକାର ବା ରାଜ୍ୟ ସରକାରଙ୍କ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଚଳିତ ଥର ମୋଟ 4,57,681 ଜଣଙ୍କୁ ମିଳିବ ସୁଭଦ୍ରା ଅର୍ଥ। ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି, ଯେଉଁମାନେ କଟିଥିଲେ ବା କୌଣସି କାରଣ ଯୋଗୁଁ ରହିଯାଇଛନ୍ତି ସେମାନଙ୍କୁ ମଧ୍ୟ ମିଳିବ। ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା 1,78,000 ହିତାଧିକାରୀ। ମନେ ରଖନ୍ତୁ ନୂଆ ହେଲେ ଏତିକି, ବାକି ଏଥିରୁ ମାଇନସ୍ କଲେ ମିନିମମ୍ 3 ଲକ୍ଷରୁ 3.5 ଲକ୍ଷ ଲୋକ ଯେଉଁ ରହିଲେ ତାଙ୍କୁ ମିଳିବ। ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ 2,80,000 ଅର୍ଥାତ୍ ଯେଉଁମାନେ ଆବେଦନ କରିଥିଲେ ତାଙ୍କୁ ମଧ୍ୟ ମିଳିନଥିଲା, ସେଥିରେ ମଧ୍ୟ ଏମାନେ ଟଙ୍କା ପାଇବେ। ନୂଆ ପଞ୍ଜୀକରଣ କରିଥିବା 1,78,398 ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପ୍ରଥମେ ପାଇବେ ପ୍ରଥମ କିସ୍ତିର ଅର୍ଥ ଟଙ୍କା। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା 2,55,265 ଜଣଙ୍କୁ ସାମିଲ କରାଯାଇଛି। ଅର୍ଥାତ୍ ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି ସେମାନଙ୍କୁ 5,000 ଟଙ୍କା ଏଠି ସ୍ପଷ୍ଟ କରାଯାଇଛି। ଦେଖିପାରୁଥିବେ ଯେ 1,57,000 ହିତାଧିକାରୀ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ 2,80,000 ହିତାଧିକାରୀ ସାମିଲ ହୋଇଛନ୍ତି। ଏଠି ଯେଉଁ 4 ଲକ୍ଷ ଅଛନ୍ତି, 1,78,000 ହିତାଧିକାରୀ ଆବେଦନ କରିଥିଲେ। ନୂଆ ଯେଉଁ ପଞ୍ଜୀକରଣ କରିଥିଲେ 1,78,398 ଜଣଙ୍କୁ ସାମିଲ କରାଯାଇଥିଲେ, ସେମାନଙ୍କୁ ପାଇବେ ପ୍ରଥମ କିସ୍ତି ଟଙ୍କା, ଅର୍ଥାତ୍ ସେମାନେ ପାଇବେ ପ୍ରଥମ କିସ୍ତି। ବାକି ସବୁ ଯେଉଁ ରହିଥିଲେ, ଯେଉଁମାନଙ୍କର ପେଣ୍ଡିଂ ଥିଲା, ଯେଉଁମାନେ ଟଙ୍କା ପାଇନାହାନ୍ତି ସେଇମାନଙ୍କୁ 2ଟି କିସ୍ତି ଲେଖାଏଁ ମିଳିବ। କିନ୍ତୁ ଆପଣମାନେ ଭାବୁଥିବେ ଯେ ଯେଉଁମାନେ ନୂଆ ଆପ୍ଲାଏ କରିଛନ୍ତି ତାଙ୍କୁ ମିଳିବ, ନା ସେମାନଙ୍କୁ ମିଳିବ ନାହିଁ। କେବଳ ନୂଆ ଯେଉଁମାନେ ପାଇନଥିଲେ, କୌଣସି କାରଣବଶତଃ ରହିଯାଇଥିଲେ ସେମାନଙ୍କୁ ମିଳିବ। ସେମାନଙ୍କୁ ଏକା ସାଙ୍ଗରେ 2ଟି କିସ୍ତି ମିଳିବ। ସେପରି ଅଭିଯୋଗ ଶୁଣାଣି 24,018 ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି। ମୋଟ 250 କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ 22 ତାରିଖ। ଆପଣମାନେ ମନେ ରଖନ୍ତୁ 22 ତାରିଖ, ଯେଉଁ 22 ତାରିଖରେ ଆପଣମାନଙ୍କର ଖାତାକୁ ଯିବ ଗୁରୁବାର। ଆପଣମାନଙ୍କର ଗୁରୁବାର ଦିନ ପ୍ରାୟତଃ ଦିନ 12ଟାରୁ ଆରମ୍ଭ ହୋଇଯିବ। 11ଟା କିମ୍ବା 12ଟାରୁ ଏହା ଆରମ୍ଭ ହୋଇଯିବ। ଯେଉଁମାନେ ଟଙ୍କା ପାଇଥିଲେ, କୌଣସି କାରଣବଶତଃ ରହିଯାଇଥିଲା ସେମାନଙ୍କୁ ମିଳିବ। ଯେଉଁମାନେ ଟଙ୍କା ଆଦୌ ପାଇନାହାନ୍ତି, ନୂଆ ଆପ୍ଲାଏ କରିଛନ୍ତି ସେମାନଙ୍କୁ ମଧ୍ୟ ମିଳିବ। କାହାକୁ 5,000 ତ କାହାକୁ 10,000 ଟଙ୍କା ଲେଖାଏଁ ମିଳିବ। ଏଇଟା ରହିଛି ଆପଣମାନଙ୍କ ଡେଡ଼ଲାଇନ୍। ଯେଉଁ ତାରିଖରେ 22 ତାରିଖରେ 18 ତାରିଖରେ ହେଲା ନାହିଁ, ତାହା 22 ତାରିଖକୁ ଘୁଞ୍ଚାଯାଇଛି। କୌଣସି ତଥ୍ୟ ଯଦି ଆପଣମାନଙ୍କ ପାଇଁ
ଜାଣିପାରୁନାହାନ୍ତି ନିହାତି ଭାବରେ କମେଣ୍ଟ ସେକ୍ସନରେ କମେଣ୍ଟ କରନ୍ତୁ। ନିହାତି ଭାବରେ ଆପଣମାନଙ୍କର ଏ ଅପଡ଼େଟ୍ ଭିଡ଼ିଓରେ କହିଦେବି। ରହୁଛି, ଭେଟ ହେବ ପୁଣି ଏକ ନୂଆ ଅପଡ଼େଟ୍ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର, ଜୟ ଜଗନ୍ନାଥ।